ଖ୍ରୀଷ୍ଟରେ ଥିବା ପ୍ରିୟର ମୋର ବାପା ମା ଭାଇ ଭଉଣୀମାନଙ୍କୁ ସର୍ବପ୍ରଥମେ ସମସ୍ତଙ୍କୁ ନମସ୍କାର। ତ ମୁଁ ଆଜି ଏଇ ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବାଇବେଲରୁ କିଛି ଅଂଶ ନେଇ ଆଉ ଜଣାଇବା ପାଇଁ ଇଚ୍ଛା କଲି। ତାହା ହେଉଛି ହିତୋପଦେଶ 7 ପର୍ବ 22 ପଦ। ସେଥିରେ ଏପରି ଲେଖା ଅଛି, ଆଉ ଯେପରି ଗୋରୁ ହତ ହେବାକୁ ଯାଏ ଓ ଯେପରି ବେଡ଼ି ବାନ୍ଧିବା ଲୋକ ନିର୍ବୁଦ୍ଧର ଦଣ୍ଡ ପାଇବାକୁ ଯାଏ, ସେହିପରି ସେହି କ୍ଷଣି ତା ପଛେ ପଛେ ଗଲା। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଏହି ପଦପର୍ବ ଅନୁସାରେ ଆଜି ବାସ୍ତବିକ ଅନେକ ଖ୍ରୀଷ୍ଟିଆନ ଲୋକମାନଙ୍କ ଜୀବନରେ ଯଦି ଆମେ ନିରୀକ୍ଷଣ କରିବା, ତାହେଲେ ଅନେକ ଲୋକମାନେ ଆଜି ଧନର ପଛରେ ଦୌଡ଼ୁଛନ୍ତି, ଅନେକ ଲୋକମାନେ ସମ୍ମାନର ପଛରେ ଦୌଡ଼ୁଛନ୍ତି, ଆଉ ଅନେକ ଲୋକମାନେ ବ୍ୟଭିଚାର ପଛରେ ଦୌଡ଼ୁଛନ୍ତି, ଅନେକ ଲୋକମାନେ ଆଉ ମଦ୍ୟପାନ ପଛରେ ଦୌଡ଼ୁଛନ୍ତି, ପୁଅବିଳାସ ପ୍ରତି ଦୌଡ଼ୁଛନ୍ତି। ସେମାନେ ସେ ଈଶ୍ୱରଙ୍କ ଲୋକମାନେ ଯେଉଁମାନେ ଏସବୁ କର୍ମରେ ଲିପ୍ତ ଅଛନ୍ତି, ଯେଉଁମାନେ ଏସବୁ ପଛରେ ଦୌଡ଼ୁଛନ୍ତି, ଆଉ ସେମାନଙ୍କ ପାଇଁ ଏହି ପଦପର୍ବ ଅଟେ ପ୍ରିୟମାନେ। କାରଣ ଗୋରୁ ଯେପରି ହତ ହେବାକୁ ଗଲା ଯାଏ, ଠିକ୍ ସେହିପରି ଯେଉଁମାନେ ଧନର ପଛରେ, ବ୍ୟଭିଚାର ପଛରେ, ସମ୍ମାନ ପଛରେ, ଆଉ ପୁଅବିଳାସ ପଛରେ, ମଦ୍ୟପାନ ପଛରେ ଯେଉଁମାନେ ଦୌଡ଼ୁଛନ୍ତି, ଗୋରୁ ଯେପରି ହତ ହେବାକୁ ଗଲା, ଠିକ୍ ସେହିପରି ଏମାନେ ମଧ୍ୟ ହତ ହେବା ପାଇଁ ଯାଉଛନ୍ତି। ଆଉ ବେଡ଼ି ପିନ୍ଧିବା ଲୋକର ଯେପରି ନିର୍ବୁଦ୍ଧର ଦଣ୍ଡ ପାଇବାକୁ ଗଲା, ଠିକ୍ ସେହିପରି ଏମାନେ ମଧ୍ୟ ଦଣ୍ଡ ପାଇବା ପାଇଁ ଯାଉଛନ୍ତି ପ୍ରିୟମାନେ। ସେଥିପାଇଁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ମୁଁ ଆପଣମାନଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି, ଯେଉଁମାନେ ବି ଯେକୌଣସି ବ୍ୟକ୍ତି ବି ହେଉନା କାହିଁକି, ଆପଣ ଯଦି କୁକର୍ମରେ ଲିପ୍ତ ଅଛନ୍ତି, ଆପଣମାନେ ଯଦି ପୁଅବିଳାସ ପଛରେ ଦୌଡ଼ୁଛନ୍ତି, ଧନର ପଛରେ, ବ୍ୟଭିଚାର, ଧନ ସମ୍ମାନ ପଛରେ ଯଦି ଦୌଡ଼ୁଛନ୍ତି, ଆଉ ମଦ୍ୟପାନ ପଛରେ ଯଦି ଦୌଡ଼ୁଛନ୍ତି, ତାହେଲେ ଆପଣମାନଙ୍କୁ ହାତ ଯୋଡ଼ୁଛି, ଆଉ ଫେରି ଆସନ୍ତୁ। ସେ ସବୁରୁ, ସେ କୁପ୍ରକୃତି ଗୁଡ଼ାକରୁ ଫେରି ଆସି ପିତାଙ୍କ ନିକଟକୁ ଆସନ୍ତୁ, ଆଉ ପିତାଙ୍କୁ କୁହନ୍ତୁ, ବାପା, ମୁଁ ଅନେକ ପାପ କରିଛି, ମୋତେ ଦୟାକର, ମୋର ପାପକୁ କ୍ଷମା କର ବାପା। ମୁଁ ତୁମ୍ଭ ନିକଟକୁ ଫେରି ଆସିଲି, କାରଣ ସେହି ପରମେଶ୍ୱର ଯେ ଆପଣଙ୍କୁ ଆଉ ମୋତେ ସୃଷ୍ଟି କରିଛନ୍ତି, ସେ କ୍ଷମା କରିବା ପାଇଁ ଆଉ ସମସ୍ତ ପ୍ରକାର ଅଧର୍ମରୁ ପରିଷ୍କାର କରିବା ପାଇଁ ବିଶ୍ୱସ୍ତ ଆଉ ନ୍ୟାୟବାନ ପରମେଶ୍ୱର ଅଟନ୍ତି। ଏଥିପାଇଁ ଆପଣ ଯଦି ସେ ସବୁରୁ ଆଉ ସେ ସବୁକୁ ପ୍ରକୃତି ଗୁଡ଼ାକର ଲିପ୍ତ ଅଛନ୍ତି ପ୍ରିୟମାନେ, ତାହେଲେ ଫେରି ଆସନ୍ତୁ, ଆପଣଙ୍କୁ କ୍ଷମା ପ୍ରଦାନ କରିବେ ପିତା ପରମେଶ୍ୱର। ଧନ୍ୟବାଦ ସମସ୍ତଙ୍କୁ।